ଆସେ। ପ୍ରତ୍ୟେକ ମଣିଷ ବିଭିନ୍ନ କାମନା ରହିଥାଏ। ସେଥିମଧ୍ୟରୁ କେତେକ ବାସ୍ତବ ଏବଂ କେତେକ ଅବାସ୍ତବ କାମନା। ତେବେ ବାସ୍ତବ କାମନାର ପୂରଣ ପାଇଁ ଯଦି ନିୟମିତ ତ୍ରିସନ୍ଧ୍ୟା ସମୟରେ ଶ୍ରଦ୍ଧା ଏବଂ ବିଶ୍ୱାସରେ ସହିତ ଗଣେଶଙ୍କ ସ୍ତୋତ୍ର ବା ଗଣେଶଙ୍କ ଷ୍ଟକ ପାଠ କଲେ କାମନା ପୂରଣ ହୁଏ। ନିରନ୍ତର ଯଦି 8 ଦିନ ପର୍ଯ୍ୟନ୍ତ ପ୍ରତିଦିନ ଥରେ ଏବଂ ଚତୁର୍ଥୀ ଦିନ 8 ଥର ପାଠ କରାଯାଏ, ଆର୍ଥିକ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ। 21 ଥର ଯଦି ଆପଣ ପାଠ କରୁଛନ୍ତି ତାହେଲେ ବିଦ୍ୟାର ବିକାଶ ଏବଂ କାମନା ପୂରଣ ହୋଇଥାଏ, ସହ ପୁତ୍ର ପ୍ରାପ୍ତି ମଧ୍ୟ ହୋଇଥାଏ। ଗୋଟିଏ ମାସର ପ୍ରତିଦିନ 10 ଥର ଲେଖା ଯଦି ପାଠ କରାଯାଏ ତାହେଲେ ବନ୍ଦୀ ଥିବା ବ୍ୟକ୍ତି ମଧ୍ୟ ମୁକ୍ତି ଲାଭ କରିଥାଏ। ତେଣୁ ଗଣେଶାଷ୍ଟକ ପ୍ରତ୍ୟହ ପାଠ କରନ୍ତୁ, ଉପକାରିତା ପାଆନ୍ତୁ। ଜୟ ବାବା ଗଣପତି ବାବା।